आज ମୁଁ ତୁମକୁ କୌଣସି କାହାଣୀ ଶୁଣାଇବାକୁ ଆସିନାହିଁ ନା ମୁଁ ତୁମକୁ କୌଣସି ଜ୍ଞାନ ଦେବାକୁ ଆସିଛି। ଆଜି ମୁଁ ତୁମ ଆଗରେ ସେହି ଦର୍ପଣ ରଖିବାକୁ ଆସିଛି ଯାହାକୁ ଦେଖିବାକୁ ତୁମେ ପ୍ରତିଦିନ ଭୟ କରୁଛ। ଯଦି ଆଜି ଏହି ଶବ୍ଦଗୁଡ଼ିକୁ ତୁମ ଛାତିକୁ ଚିରି ଭିତରକୁ ନ ଯାଏ, ଯଦି ତୁମ ରକ୍ତ ଗରମ ନ ହୁଏ, ତେବେ ଭାବି ନେବ ଯେ ତୁମେ ଜୀବିତ ନାହଁ। ତୁମେ କେବଳ ଏକ ଚଳନ୍ତ ଶବ। ପ୍ରତିଦିନ ସକାଳେ ସୂର୍ଯ୍ୟ ଉଦୟ ହୁଏ ଆଉ ତୁମେ ବି ଶେଯରୁ ଉଠୁଛ, କିନ୍ତୁ କାହିଁକି? କେବଳ ସମୟ କାଟିବା ପାଇଁ। ଯଦି ମୋର ପ୍ରତିଟି ଦିନ କେବଳ ଅଳସୁଆରେ କଟୁଛି, ଯଦି ମୁଁ ପ୍ରତି ମୁହୂର୍ତ୍ତରେ ମୋର ସ୍ୱପ୍ନକୁ ହତ୍ୟା କରୁଛି, ତେବେ ମୋତେ ନିଜ ଉପରେ ଲାଜ ଲାଗିବା କଥା। ତୁମେ କାହାକୁ ଦୋଷ ଦେଉଛ? ନିଜ ବାପା ମାଙ୍କୁ ନା ନିଜକୁ? ପ୍ରତିଦିନ ଆଲାର୍ମ ବାଜିବା ପରେ ସ୍ନୁଜ୍ ବଟନ୍ ଦବାଇବା ବେଳେ ତୁମେ ଆଲାର୍ମ ବନ୍ଦ କରୁନାହଁ, ବରଂ ନିଜ ସଫଳତାର ସୁଯୋଗ ବନ୍ଦ କରିଦେଉଛ। ୟୁଟ୍ୟୁବ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ, ସେହି ରଙ୍ଗୀନ ଦୁନିଆରେ ତୁମେ ଘଣ୍ଟା ଘଣ୍ଟା ସମୟ ବର୍ବାଦ କରୁଛ। ଅନ୍ୟମାନଙ୍କ ସଫଳତା ଦେଖି ତାଳି ବଜାଉଛ, କିନ୍ତୁ ନିଜେ କାଦୁଅରେ ପଡ଼ି ରହିଛ। କାହିଁକି? ଯଦି ମୁଁ ଜାଣିଶୁଣି ମୋର ସୁନା ଭବିଷ୍ୟତକୁ ନିଜ ହାତରେ ଜଡ଼ାଇ ଦେଉଛି, ଯଦି ମୁଁ ପ୍ରେମର ମିଛ ଜାଲରେ ପଡ଼ି ନିଜ ଜୀବନକୁ ବର୍ବାଦ କରୁଛି, ତେବେ ମୋତେ ନିଜ ଉପରେ ଲାଜ ଲାଗିବା କଥା। ମୁଁ ଜାଣେ ତୁମକୁ ଏହି କଥାଗୁଡ଼ିକୁ ଶୁଣି କଷ୍ଟ ଲାଗୁଛି, ତୁମ ଭିତରେ ଏକ ଶାନ୍ତି ସୃଷ୍ଟି ହେଉଛି, କିନ୍ତୁ ଏହି କଥା ହିଁ ତୁମକୁ ଆଗକୁ ସକ୍ସେସ୍ କରିବ ଏବଂ ଜୀବନ୍ତ କରିବ। ଟିକେ ସେହି ଦୁଇଟି ମୁହଁକୁ ଚାହଁ, ସେହି ବାପା ଯାହାଙ୍କ ପିଠି ଏବେ ନଇଗଲାଣି, କିନ୍ତୁ ତୁମ ବୋଝ ବୋହିବା ସେ ଏବେ ବି ବନ୍ଦ କରିନାହାନ୍ତି। ସେହି ମା ଯାହାଙ୍କ ଆଖିର ଲୁହ ଶୁଖିଗଲାଣି ତୁମ ସଫଳତାକୁ ଅପେକ୍ଷା କରି। ତୁମର ବର୍ଷ 20 କିମ୍ବା 22 କିମ୍ବା 25 ହେଇଗଲାଣି। ଏହି ବୟସରେ ମାର୍କ ଜୁକରବର୍ଗ ବିଶ୍ୱକୁ ହଲାଇ ଦେଇଥିଲେ, ଆଉ ତୁମେ ଏବେ ବି ବାପାଙ୍କ ପଇସାରେ ମୋବାଇଲ ରିଚାର୍ଜ କରୁଛ। ତୁମେ ଏବେ ବି ବାହାନା ବନାଉଛ କି ପରିସ୍ଥିତି ଠିକ୍ ନାହିଁ। ମୋ ପରିବାର ଅଭାବରେ ସଢ଼ୁଛି, ମୋ ମାତା ପିତା ପ୍ରତିଦିନ ଲୁହ ପିଉଛନ୍ତି, ଆଉ ମୁଁ ଏଠି ସୋସିଆଲ ମିଡ଼ିଆରେ ଲାଇକ୍ କମେଣ୍ଟ ମିଳୁଛି। ମୋତେ ନିଜ ଉପରେ ରାଗ ଆସିବା କଥା, ମୋତେ ନିଜ ଉପରେ ଲାଜ ଆସିବା କଥା। ତୁମେ କ'ଣ ଜଣେ ସାଧାରଣ ମଣିଷ ଭଳି ଜନ୍ମ ହୋଇ ସାଧାରଣ ଭାବେ ବଞ୍ଚି ଦିନେ ଚୁପଚାପ ମରିଯିବାକୁ ଚାହୁଁଛ? ତୁମ ମୃତ୍ୟୁରେ କେବଳ 4 ଜଣ ଲୋକ ଆସିବେ ଏବଂ 2 ଦିନ ପରେ ସେମାନେ ବି ତୁମକୁ ଭୁଲିଯିବେ। ତୁମର କୌଣସି ଚିହ୍ନ ଏହି ପୃଥିବୀରେ ରହିବ ନାହିଁ। କ'ଣ ତୁମେ ଏଭଳି ଜୀବନ ଚାହୁଁଥିଲ? ଯଦି ମୁଁ ମୋର ପରିଚୟ ସୃଷ୍ଟି ନ କରି ଏହି ଭିଡ଼ିଓ ଭିତରେ ହଜିଯିବାକୁ ପ୍ରସ୍ତୁତ ଅଛି, ତେବେ ମୋତେ ନିଜ ଉପରେ ଲାଜ ଲାଗିବା କଥା। ଉଠ, ଉଠ, ନିଜ ଭିତରେ ସେହି ସେରକୁ ଜଗାଅ ଯାହାକୁ ତୁମେ ଭୟ ଏବଂ ଅଳସୁଆ ପଞ୍ଜୁରୀ ଭିତରେ ବନ୍ଦ କରି ରଖିଛ। ବହୁତ ହେଲା, ଆଉ ନୁହେଁ। ଆଜି ଏହି ମୁହୂର୍ତ୍ତରେ ନିଜ ସହ ଏକ ପ୍ରତିଜ୍ଞା କର। ଯେଉଁ ଲୁହ, ଯେଉଁ ରାଗ, ଯେଉଁ ଲାଜ ତୁମେ ଏତେ ସମୟ ଧରି ନିଜ ଭିତରେ ଅନୁଭବ କରୁଥିଲ, ତାହାକୁ ତୁମର ଏକ ଶକ୍ତି ବନାଅ। ଗତକାଲି ତୁମେ କ'ଣ ଥିଲ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ ଆଜି ତୁମେ କ'ଣ ହେବାକୁ ଯାଉଛ ସେଇଟା ହିଁ ତୁମର ଇତିହାସ ଲେଖିବ। ଅଳସୁଆକୁ କୁହ, ତୋର ସମୟ ଶେଷ ବେଟା, ତୁ ଚାଲା ଯା। ଡରକୁ କୁହ, ଏବେ ମୋର ପାଳି, କମ୍ବ୍ୟାକ୍ ତ ଜରୁର କରୁଙ୍ଗା। ଚାହ ଆଉ ନିଜର ସାମ୍ରାଜ୍ୟ ଗଢ଼, କାରଣ ତୁମେ ହାରିବା ପାଇଁ ନୁହେଁ, ଜିତିବା ପାଇଁ ଜନ୍ମ ହୋଇଛ। ଜୟ ଜଗନ୍ନାଥ। ରହିଲି।